किम कर्म किम अकर्मेति कवयोपि अत्र मोहितः तत्ते कर्म प्रवक्ष्यामि यद् ज्ञात्वा मोक्षसे शुभा। बड़ इंटरेस्टिंग कॉन्सेप्ट एठारे भगवान कहया ପାଇଁ ଚାହୁଁଛନ୍ତି। ଦିଟା ଜିନିଷ ବୁଝିବା ପାଇଁ ଚାହୁଁଛନ୍ତି। ଏଇ ଜିନିଷ ଯଦି ଆପଣ ବୁଝିଗଲେ କର୍ମ କଣ ଜାଣିପାରିବେ। କିମ୍ କର୍ମ, କଣ କର୍ମ, କିମ୍ ଅକର୍ମେତି, କଣ ଅକର୍ମ, କର୍ମ କଣ, ଅକର୍ମ କଣ, ଦିଟା ଜିନିଷ କହିଲେ। ପ୍ରଥମ, କବୟୋପି ଅତ୍ର ମୋହିତା। କବୟ, କବୟ ମାନେ କଣ? କବି, କବି, ଇଣ୍ଟେଲିଜେଣ୍ଟ କ୍ଲାସ ଅଫ ପିପୁଲ। କବି ଥାନ୍ତି ନା, କବି ଲେଖନ୍ତି ସାହିତ୍ୟରେ କବି। ତ ଏଠାରେ କବି ମାନେ ସାଇଣ୍ଟିଷ୍ଟ, ଇଣ୍ଟେଲିଜେଣ୍ଟ, ଯାହାର ବୁଦ୍ଧି ଅଛି। କିଏ କବି ଲେଖିପାରିବ? ଯାହା ମୁଣ୍ଡରେ ଟିକେ କଣ ମସଲା ଅଛି ସେ ଲେଖିବ ନା। ସମସ୍ତେ କଣ ଲେଖିପାରିବେ? ସମସ୍ତେ କବି ଯୋଉଟା ଲେଖିଛି ସେଇଟା ପଢିଲେ ବୁଝିପାରୁନାହାନ୍ତି। ତ ଲେଖିବ କିଏ? ଯେ ବୁଦ୍ଧିମାନ ବ୍ୟକ୍ତି। କବୟୋପି ଅତ୍ର। ତ ସୋସାଇଟିର ଯୋଉମାନେ ଇଣ୍ଟେଲିଜେଣ୍ଟ କ୍ଲାସ ଲୋକମାନେ, ଯୋଉମାନେ ବୁଦ୍ଧିମାନ ଲୋକମାନେ, ଅତ୍ର ସେମାନେ ମଧ୍ୟ ମୋହିତ, ମୋହିତ ହେଇଯାଆନ୍ତି। କଣ ମୋହିତ ହେଇଯାଆନ୍ତି? ଇଏ କର୍ମ ଅକର୍ମ ବିଷୟରେ ବୁଝିବାରେ ମୋହିତ ହେଇଯାଆନ୍ତି। ଏତେ ସହଜ ଜିନିଷ ନୁହେଁ ତାକୁ ବୁଝିବା। ତତ୍ତେ କର୍ମ ପ୍ରବକ୍ଷ୍ୟାମି। ହେ ଅର୍ଜୁନ, କୃଷ୍ଣ କହୁଛନ୍ତି ତତ୍ତେ, ତତ୍ତେ କର୍ମ ପ୍ରବକ୍ଷ୍ୟାମି, ତତେ ମୁଁ ସେ କର୍ମଟା କହିବି। ଦେଖନ୍ତୁ ଓଡିଆ ସଂସ୍କୃତ ବି ମିଶୁଛି, କେତେ ମ୍ୟାଚ ହଉଛି। ତତେ ଆମେ କହୁଛୁ ନା, ତତେ କହିବି। ତତେ ସଂସ୍କୃତରେ ମଧ୍ୟ ସେଇଟା। ତତେ କର୍ମ ପ୍ରବକ୍ଷ୍ୟାମି, ତତେ ମୁଁ ସେ କର୍ମଟା କହିବି। ପ୍ରବକ୍ଷ୍ୟାମି ମୁଁ କହିବି। ଯଦ୍ ଜ୍ଞାତ୍वा ମୋକ୍ଷ ସେ ଶୁଭା। ଯଦ୍ ଜ୍ଞାତ୍वा ତାକୁ ଜାଣିଲା ପରେ, ଯୋଉଟା ମୁଁ ତତେ କହିବି, ଯଦ୍ ଜ୍ଞାତ୍वा ସେଇଟା ତୁ ବୁଝିଲା ପରେ, ଜାଣିଲା ପରେ, ଜ୍ଞାତ୍ବ କରିଲା ପରେ କଣ ହବ ତାର ପରିଣାମ? ମୋକ୍ଷ ସେ ଶୁଭା, ତତେ ମୋକ୍ଷ ମିଳିବ। ତତେ ଭୌତିକ ସଂସାରରୁ ଜନ୍ମ ମୃତ୍ୟୁ ଚକ୍ରରୁ ତୁ ମୁକ୍ତି ପାଇପାରିବୁ। ସେଇଟା ହଉଛି ତାର ଲାଭ, ଏ କର୍ମ ଆଉ ଅକର୍ମ ବିଷୟରେ ଜାଣିବା। ଦେଖନ୍ତୁ କେତେ ସୁନ୍ଦର ଭାବରେ ଶ୍ଲୋକରେ ଭଗବାନ ବୁଝାଉଛନ୍ତି ଶ୍ଲୋକଟାକୁ। ସେଥିଲାଗି ଏ କର୍ମ ଅକର୍ମ ଲୋକେ ସାଧାରଣତଃ ଭାବୁଛନ୍ତି ଯୋଉଟା ବି କର୍ମ ଗୋଟେ କର। ମୁଁ ବି କର୍ମ କରୁଛି, କର୍ମ କର ଫଲ କା ଆଶା ମତ କର। ଇଏ ଡାଇଲଗ ତ ଆମ ଇଣ୍ଡିଆରେ ସମସ୍ତେ ଜାଣିଛନ୍ତି। କିଏ ଜାଣିନି କହିଲେ? ଟैक्सी वाला को भी जाके जाते हुए कहा महाराज कर्म करो, फल का आशा क्यों कर रहे हो। ଥରେ ଥରେ ମତେ ବି ଲୋକ କହନ୍ତି ମହାରାଜ ସବୁ ଛାଡି ଛୁଡାକି ବସି ପଡୁଛ, ଆପଣ କଣ କର୍ମ କରୁଛନ୍ତି କି ନାହିଁ। ତ ଏ କର୍ମର ପରିଭାଷାଟା ଠିକରେ ବୁଝିବାକୁ ପଡିବ କି କର୍ମ କଣ ଅକର୍ମ କଣ। ନହେଲେ ଏ ଭୌତିକ ସଂସାରର ବନ୍ଧନରେ ଆମେ ଘାଣ୍ଟି ହେଇଯିବା। କର୍ମ, କର୍ମ ମାନେ କଣ? କର୍ମ ମାନେ ଯୋଉ କାର୍ଯ୍ୟଟା ଆପଣ କରିଲେ ତାର କିଛି ନା କିଛି ପ୍ରତିକ୍ରିୟା ଆପଣଙ୍କୁ ଆସିଥାଏ, ତାକୁ କର୍ମ କହନ୍ତି। ଅକର୍ମ ମାନେ କଣ? ଯୋଉ କାର୍ଯ୍ୟଟା ଆପଣ ଯଦି କରିବେ ଅକର୍ମ, ତାର କିଛି ପ୍ରତିକ୍ରିୟା ଆପଣଙ୍କୁ ଆସେନି, ତାକୁ ଅକର୍ମ କହନ୍ତି। ବୁଝା ପଡିଲା ଦିଟାର ପରିଭାଷା କଣ? କର୍ମ ଭଲ ଅଛି, ଖରାପ ଅଛି। ଦି ପ୍ରକାର କର୍ମ ଅଛି। ଭଲ କର୍ମ କଲେ ଭଲ ପ୍ରତିକ୍ରିୟା ମିଳିବ, ଖରାପ କର୍ମ କଲେ ଖରାପ ପ୍ରତିକ୍ରିୟା ମିଳିବ। କିଏ କାହାକୁ ଯଦି ମର୍ଡର କରିଲା ତ ତାକୁ ଫାଶୀ ଦଣ୍ଡ ଦିଆଗଲା, ଏଇଟା ଖରାପ କର୍ମ ହେଲା। ଖରାପ କର୍ମ କଲା, କାହାକୁ ମାରିଲା, କାହାକୁ ଚୋରି କଲା, କାହାକୁ ମର୍ଡର କରିଲା, ତାକୁ ଫାଶୀ ଦଣ୍ଡ ଦିଆଗଲା, ଜେଲରେ ପୁରା ଗଲା। ତ ଖରାପ କର୍ମ କରିବା ଦ୍ୱାରା ତାକୁ ଖରାପ ପ୍ରତିକ୍ରିୟା ଦଣ୍ଡଟା ଦିଆଗଲା। କିନ୍ତୁ କିଏ ଭଲ କର୍ମ କଲା, କିଏ ଗରିବକୁ ସାହାଯ୍ୟ କରିଲା, କିଏ ଆକୁ ରକ୍ଷା କରିଲା, କିଏ ଅସୁବିଧାରେ ଥିଲା ତାକୁ ହସ୍ପିଟାଲ ନେଇକି ତାକୁ ଟ୍ରିଟମେଣ୍ଟ କଲା, ତ ଦେଖନ୍ତୁ ସେମାନଙ୍କୁ ଲୋକମାନଙ୍କୁ ସରକାର ମଧ୍ୟ ପୁରସ୍କୃତ କରେ, କରେନି? କି ଅନ୍ୟକୁ ସାହାଯ୍ୟ କଲା, ନିଜର ଜୀବନକୁ ସଙ୍କଟରେ ରଖିକି ଅନ୍ୟକୁ ସାହାଯ୍ୟ କଲା, ତ ସରକାର ବି ତାକୁ ପୁରସ୍କାର ଦିଏ, ମେଡେଲ ଦିଏ, ତାକୁ ନ୍ୟୁଜରେ କଭରେଜ କରାଯାଏ। ସେ କଣ ପାଇଁ କରାଗଲା? ସେଟା ଭଲ କର୍ମ ସେ କଲା। ତ ଭଲ କର୍ମ କରିବା ଦ୍ୱାରା ପ୍ରତିକ୍ରିୟାଟା ଭଲ ଆସିଲା। ବୁଝା ପଡିଲା? ତ କର୍ମ ଦି ପ୍ରକାର ହେଇଗଲା, ଗୋଟେ ଭଲ କର୍ମ, ଗୋଟେ ଖରାପ କର୍ମ। ତାକୁ ଯଦି ଆହୁରି ଗୋଟେ ୱାଇଡ ରେଞ୍ଜରେ ବୁଝିବାକୁ ଚାହିଁବେ, ତ ଯଦି ଭଲ କର୍ମ କରି 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 ଆମେ ଜୀବନଟା ଏମିତି ଆଗକୁ ବଢେଇବା, ତ ମୃତ୍ୟୁ ପରେ ଆମର ସଦ୍ଗତି ହବ। ସଦ୍ଗତି କୋଉଠି ହବ? ସ୍ୱର୍ଗକୁ ଆମେ ଯିବା। ତ ମାର୍ଗର ଡେଷ୍ଟିନେସନଟା ଉପରକୁ ଯିବ। ଯଦି ଭଲ କର୍ମ କରିଛେ, କେବେ କାହାକୁ ଖରାପ କରିନେ, ସମସ୍ତଙ୍କ ସହିତ ଭଲ ବ୍ୟବହାର କରିଛେ, ଭଲ କଥା ହେଇଛେ, ଲୋକମାନଙ୍କୁ ସାହାଯ୍ୟ କରିଛେ, ଅନ୍ନଦାନ ଦେଇଛେ, ଦାନ ଦେଇଛେ, ତ ଅବଭିୟସଲି ସିଏ ଭଲ କରିଛି, ମୃତ୍ୟୁ ପରେ ସେ ସ୍ୱର୍ଗବାସୀ ହବ। ଆଉ ଯେ ଜୀବନ ସାରା ଖରାପ କରିଛି, ଚୋରି ହାରି ମାଡ଼ ଝଗଡା ଏସବୁ କରିଛି,
ମଦ ମାଂସ ଖାଇକି ପୁରା ଜୀବନଟା ପୁରା ପାପ କର୍ମ କରିଛି, ତ ମୃତ୍ୟୁ ପରେ ସେ କୁଆଡେ ଯିବ? ନର୍କ ଯିବ। ତାର ସେଇଠି ହିସାବ ହବ। ତ ସେଇଟା ଲମ୍ବା ପୁରା ଯଦି ୱାଇଡ ରେଞ୍ଜରେ ଯଦି ବୁଝିବାକୁ ଚାହିଁବେ, ତ ଭଲ କର୍ମ ସ୍ୱର୍ଗକୁ ନେଇକି ଯିବ, ଖରାପ କର୍ମ ନର୍କକୁ ନେଇକି ଯିବ। କିନ୍ତୁ ଗୋଟେ ଜିନିଷ ବୁଝିବାକୁ ପଡିବ ଏଠାରେ, କି ଭଲ କର୍ମ କରିକି ସ୍ୱର୍ଗକୁ ମଧ୍ୟ ଗଲେ ସେ ବ୍ୟକ୍ତିଟା ସବୁଦିନ ପାଇଁ ସ୍ୱର୍ଗରେ ରହିପାରିବନି। କ୍ଷୀଣେ ପୁଣ୍ୟ ମର୍ତ୍ତ୍ୟ ଲୋକ। ତାର ପୁଣ୍ୟଟା ଯେତେବେଳେ ସମାପନ ହେଇଯାଏ, ପୁଣି ଥରେ ତାକୁ ମର୍ତ୍ତ୍ୟ ଲୋକ ଆସିବାକୁ ପଡେ। ପୁଣି ଥରେ ତାର ଏ ଫର ଏପଲ, ବି ଫର ବଲ, ସି ଫର କେଟ୍ କରିବ ଆଉଥରେ। ସ୍କୁଲ ଯିବ, କଲେଜ ଯିବ, ପାଠ ପଢିବ। ତ ସେ ଚକ୍ରରେ ପୁଣି ଥରେ ଚାଲିବ ତାର। ବୁଝା ପଡିଲା? ଏଇଟା ପରମାନେଣ୍ଟ ନୁହେଁ। ସେଥିଲାଗି ଏଇଟା ଏ କନସେପ୍ଟଟା ଯୋଉ ମୁଁ କହିଲି, ଆକୁ କର୍ମ ଭିତରେ ଦି ପ୍ରକାର କର୍ମ ଚାଲିଗଲା। କିନ୍ତୁ ଜଣେ ବ୍ୟକ୍ତି କହିବାରେ ପ୍ରଭୁ ସେମିତି ହେଲେ କଣ ରାସ୍ତା କୁହନ୍ତୁ, ଯୋଉଟା ପୁଣି ଥରେ ଆସିବାକୁ ପଡିବନି, ଏତେ ପରିଶ୍ରମ କରିକି ଏତେ ସବୁ କରିବି, ଅନ୍ନଦାନ ପୁଣ୍ୟ କାମ ସବୁ କରିବି, ପୁଣି ଥରେ ଆସିବି ଆଉଥରେ ସବୁ, ମତେ ପୁଣି ଥରେ ଆସିବାର ନାହିଁ, ମତେ ପୁରା ପରମାନେଣ୍ଟ ଯିବାର ଅଛି। ତ ଭଗବାନ କହିଲେ ସେମିତି ହେଲେ ଅକର୍ମ କର। କିମ୍ କର୍ମ କିମ୍ ଅକର୍ମ। ଅକର୍ମ ମାନେ ଏମିତି କିଛି କର୍ମ କର ଯାହାର ପ୍ରତିକ୍ରିୟା ତମକୁ କିଛି ମିଳିବନି, ଯୋଉଟା କରିବା ମାତ୍ରେ ଏ ଭୌତିକ ସଂସାରର ନିୟମ ବନ୍ଧନରୁ ତମେ ମୁକ୍ତ ହେଇଯିବ, ତାକୁ କରନ୍ତି ଅକର୍ମ। ଅକର୍ମ ମାନେ ଗୋଟିଏ ଦୃଷ୍ଟିକୋଣରୁ ତାକୁ କୁହାଯାଏ ଭକ୍ତି କର୍ମ। ଯୋଉ କର୍ମଟା ଆମେ ସମ୍ପାଦନ କରୁଛେ ଭଗବାନଙ୍କୁ ସମର୍ପଣ କରିକି, ସେ କର୍ମକୁ ଅକର୍ମ କହନ୍ତି। କାରଣ ସେଥିରେ ଆମର ନିଜର ଭୌତିକ ଇଚ୍ଛା କିଛି ନାହିଁ। ନିଜର ଭୌତିକ ଇଚ୍ଛା ଯଦି ରହିଲା, ତା ଫଳ ଭୋଗିବାକୁ ପଡିବ। କିଛି ଭୌତିକ ଇଚ୍ଛା ନ ରଖିକି ସବୁ କିଛି ଜଗନ୍ନାଥ କୃଷ୍ଣଙ୍କୁ ଯଦି ଆମେ ସମର୍ପଣ କରିଦେଲେ, ପ୍ରଭୁଙ୍କ ପାଇଁ ଏ କାର୍ଯ୍ୟଟା ମୋର, ମତେ କିଛି ଦରକାର ନାହିଁ ପ୍ରଭୁ, ଏଇଟା ମୋ ପାଇଁ ଦାନ। କିଛି କିଛି ଲୋକ ମନ୍ଦିରରେ ଦାନ ଦେବେ। ଥରେ ଗୋଟେ ଲୋକ ଦାନ ଦେବା ପାଇଁ ଆସିଥିଲା, ତ ଫ୍ୟାନ୍ ଫ୍ୟାନ୍ ଦାନ ଦେଲା। ଫ୍ୟାନ୍ ନୂଆ ନୂଆ ଆମର ମନ୍ଦିର ଯେତେବେଳେ ଷ୍ଟାର୍ଟ ହେଇଥିଲା, ତ ଆମକୁ ବି ଦରକାର ଥିଲା, କି ସବୁ ଅସୁବିଧା ସଂଘର୍ଷ ବେଶୀ ଥାଏ, ତ ଆମେ ଫ୍ୟାନ୍ ସ୍ୱୀକାର କଲୁ। ତାପରେ ମତେ କହୁଛି କି ଏ ଫ୍ୟାନରେ ମୋ ନାଁଟା ଲେଖିବ। ମୁଁ କହିଲି ଆରେ ଫ୍ୟାନରେ କିଏ ନାଁ ଲେଖିଲା? କି ଆଶ୍ଚର୍ଯ୍ୟ ଲୋକ, କହୁଛି ଫ୍ୟାନରେ ମୋ ନାଁ ଲେଖିବ। ଆରେ ଫ୍ୟାନରେ କୋଉଠି ନାଁ ଦେଖିଲ ତମେ ଲେଖିକି? ଅବାଗିଆ ଲାଗିବନି? ମନ୍ଦିରରେ ଫ୍ୟାନ୍ ବୁଲୁଛି, ଫ୍ୟାନ୍ ପଙ୍ଖା ଉପରେ ନାମ ଗୁଡିକ ଅଛି, ସିଏ ତ ସେ ଜିଦ୍ କଲା ଆଉ ନାଁ ଲେଖିବ। ଆମକୁ ବି ଦରକାର ଥିଲା ଫ୍ୟାନ୍, କିଛି ନଥିଲା ସେ ସମୟରେ, ନୂଆ ନୂଆ 10-15 ବର୍ଷ ପୂର୍ବ କଥା କହୁଛି। ତ ମୁଁ କହିଲି ଆରେ ଭାଇ କି କଥା, ଏଇ ଗୋଟେ କହିବା ଫ୍ୟାନ୍ ଉପରେ ନାଁ ଲେଖିବ? ତ ଆମେ ଚର୍ଚ୍ଚା କଲା, ଆରେ ଭାଇ କିଛି ନାହିଁ, ସେ ନାଁ ଲେଖୁ ଯାହା ଲେଖୁ ଲଗେ, ପ୍ରଥମେ ଦରକାର ତାଙ୍କୁ ଫ୍ୟାନ୍। ତ ଆମେ ବାଧ୍ୟ ହେଇକି ତା ନାଁ ଲେଖିଲୁ ବଡ ବଡ। ସେଟା କୋଉ ଛୋଟ ଛୋଟ ନାହିଁ, ବଡ ବଡ ଲେଖିବ, ତଳୁ ଦେଖାଯିବାର ଅଛି, ମନ୍ଦିରରେ ଲାଗିଥିଲେ। ମାନେ ଭାବନ୍ତୁ କେମିତି କେମିତି ଲୋକ ଅଛନ୍ତି ସଂସାରରେ। ତା ଏତେ ଏତେ ବଡ ବଡ ଲେଟରରେ ତା ନାଁ ଲେଖା ହେଇଛି ଫ୍ୟାନରେ, ଫଲନା ଢିମକା। ସେ ଫ୍ୟାନ୍ ଭୁଲରେ ତା ନାଁଟା ବୁଲୁଛି। ସବୁବେଳେ ସେ ଆସିବ, 2-3 ଦିନ ପରେ ଆସିକି କାହାକୁ ଗୋଟେ ନେଇକି ଆସିବ, ଏ ଦେଖ ଫ୍ୟାନ୍ ଦେଖିଲୁ, ମୁଁ ଦାନ ଦେଇଛି ମନ୍ଦିରରେ, ଦେଖିଲୁ ମୁଁ ଦାନ ଦେଇଛି। ମୁଁ କହିଲି "ହେ ଭଗବାନ, କି ଆଶ୍ଚର୍ଯ୍ୟ ଲୋକ"। ବୁଝିପାରିଲେ? ତ ଏଇଟା ତା ଅର୍ଥ କଣ? ମୁଁ କିଛି ଗୋଟେ କରିଛି, ମତେ ମିଳିବାର ଅଛି, ମାନେ ଫଳର ଆଶା ରଖିକି କାମ କରିବା, ଏସବୁ କର୍ମ ଭିତରେ ପଳେଇବ। ଭଲ କର୍ମ, ତାଙ୍କୁ ପୁଣ୍ୟ ମିଳିବ, କିନ୍ତୁ ଏଟା ଭକ୍ତି ନୁହେଁ। ଭକ୍ତି ମାନେ କଣ? ଭକ୍ତି ମାନେ କିଛି ଅନ୍ୟ ଅଭିଳାଷ ଶୂନ୍ୟମ୍ ଜ୍ଞାନ କର୍ମାଦି ଅନାବୃତମ୍ ଆନୁକୂଲ୍ୟେନ କୃଷ୍ଣ ଅନୁକୂଲରମ୍ ଭକ୍ତି ଉତ୍ତମା। ଭକ୍ତିର ସାମୃତ ସିନ୍ଧୁରେ ରୂପ ଗୋସ୍ୱାମୀ କହୁଛନ୍ତି, ଭକ୍ତି ହଉଛି ଅନ୍ୟ ଅଭିଳାଷା ଶୂନ୍ୟ। ଆମର କିଛି ଅଭିଳାଷା ନଥାଇକି ଯେତେବେଳେ କର୍ମ କରୁଛେ, ଭଗବାନଙ୍କୁ ସେବା କରୁଛେ, ସିଏ ବି ସେବା କଲା ଭଗବାନଙ୍କୁ, କିନ୍ତୁ ଅଭିଳାଷା ରଖିକି ସେବା କଲା, ତ ସେଇଟା ଅକର୍ମ ଭିତରେ ଯିବନି। ତ ଅକର୍ମ ମାନେ ବିନା କିଛି ଆଶା ରଖିକି, ବସ୍ କିଛି କିଛି ଲୋକ ମୁଁ ଦେଖେ, ଯେତେବେଳେ ଭଗବାନଙ୍କର ସେବାରେ ଥାଏ, ପୂଜାରୀ ସେବାରେ ଥାଏ, ତ ଆସିକି ଦାନ ଦିଅନ୍ତି, ଡୋନେସନ ଦିଅନ୍ତି, କିଏ କିଏ ବଡ ରକମର ଲକ୍ଷ୍ମୀ ଦିଅନ୍ତି। ତ ମତେ ଖୁସି ଲାଗେ, ଆରେ ନା କଣ କୁହ, ମୁଁ ତମକୁ ଘରକୁ କଣ ଗିଫ୍ଟ ପଠେଇବି ବା କିଛି। ସବୁ ନା ନା ପ୍ରଭୁଜୀ କିଛି ନା ଦରକାର ନାହିଁ, କିଛି ରେକର୍ଡ ମେଣ୍ଟେନ କରନ୍ତୁନି, ମତେ କିଛି ଦରକାର ନାହିଁ, କିଛି ଗିଫ୍ଟ ଦରକାର। କି ଆଶ୍ଚର୍ଯ୍ୟ ଲୋକ। ଆଉ ଏ ନା ଆନାଉନ୍ସ ବି କରିବେନି। ଜେନେରାଲି କିଏ ଡୋନେସନ ଦେଲେ ଆମେ ନାଟା ଆନାଉନ୍ସ କରୁ, ଭଗବାନଙ୍କ ସାମନାରେ ଆନାଉନ୍ସ କରୁ, ବ୍ରହ୍ମଚାରୀ ଆଶ୍ରମରେ ପ୍ରସାଦ ପାଇଲା ବେଳେ ସମସ୍ତେ ସେମାନଙ୍କ ନାଁଟା ଆନାଉନ୍ସ କରିକି, ସମସ୍ତେ ହରି ବୋଲ ବୋଲି କହିକି ସେଟା ରେକର୍ଡିଂ କରିକି ତାକୁ ସେଇଟା ପଠାଯାଏ। ତ ତାକୁ ବି ଭଲ ଲାଗେ ନା, ସବୁ ବୈଷ୍ଣବ ମାନେ ମୋ ନାଁରେ ପ୍ରସାଦ ପାଇଲେ, ସମସ୍ତେ ହରେ କୃଷ୍ଣ ମହାମନ୍ତ୍ର ମୋ ପାଇଁ କହିଲେ, ତ ଖୁସି ହେଇଯାଆନ୍ତି ଲୋକମାନେ। କିନ୍ତୁ ଏମିତି କିଛି ଲୋକ ଅଛନ୍ତି, ପଇସା ଦେବେ, ଦାନ ଦେବେ, ସବୁ ଦେବେ, କିନ୍ତୁ କହିବେ କି ମୋ ନାଁଟା କୋଉଠି ନ ଆସିବାର ଅଛି ପ୍ରଭୁଜୀ, କୋଉଠି ନା ମେସେଜ ଫେସେଜ ରେକର୍ଡିଂ କିଛି କରନି। ତ ଆଶ୍ଚର୍ଯ୍ୟ ଲାଗେ। ବୁଝିପାରିଲେ ନା? ତ ଦେଖନ୍ତୁ, ଏମାନଙ୍କର କିଛି ବି ଅଭିଳାଷା ନାହିଁ, ବୋଲେ ଏତିକି ବି ଅଭିଳାଷା ନାହିଁ କି ଲୋକ ବି ନ ଜାଣନ୍ତୁ କି ମୁଁ ଦେଇଛି ବୋଲି କିଛି। ବୁଝିପାରିଲେ? ତ ଏଇ ଦୃଷ୍ଟିଟିକୁ ଯଦି ଦେଖିବା, ଅକର୍ମ କୁହାଯାଏ। ଅକର୍ମ ମାନେ ବିନା କିଛି ଭୌତିକ ଆଶାରେ
ଯେତେବେଳେ ଭଗବାନ କୃଷ୍ଣଙ୍କୁ ଆମେ କର୍ମଟାକୁ ସମର୍ପଣ କରିଦଉ ବସ୍ କୃଷ୍ଣଙ୍କର ଆନନ୍ଦ ପାଇଁ, ଆଉ କିଛି ନାହିଁ। କାଲି ମୁଁ ଜଷ୍ଟ ପ୍ରଭୁପାଦଙ୍କ ଲେକ୍ଚର ଶୁଣୁଥିଲି। ପ୍ରଭୁପାଦ କହିଲେ କି ଲୋକମାନେ ଆଜିକା ତାରିଖରେ ସୋସିଆଲ ମିଡିଆ ଦୁନିଆରେ କଣ ଗୋଟେ ଛୋଟ ଜିନିଷ କଲେ ବି ସେଟା 10ଟା ଲୋକକୁ ଦେଖେଇବେ, ଷ୍ଟୋରିରେ ପକେଇବେ, ହ୍ୱାଟ୍ସଆପ୍ ମେସେଜ ଷ୍ଟୋରିରେ ପକେଇବେ, ଇନଷ୍ଟାଗ୍ରାମ ଷ୍ଟୋରିରେ ପକେଇବେ, ଏଇଟା କଲି, ମୁଁ ସେଇଠିକୁ ଯାଇଥିଲି, ଏଇଟା କଲି। ଆଉ ଖାସ କରିକି ଯଦି କାହାକୁ ଦାନ ଦେଲେ, ଡୋନେସନ ଦେଲେ, ଆରେ ବାବା ବାବା, ସେ ଜଣକୁ ଡୋନେସନ ଦେଇଥିବ କିନ୍ତୁ ଏମିତି ପକେଇବ ଯେ 100 ଜଣଙ୍କୁ ଡୋନେସନ ଦେଇଛି, 10ଟା ଫଟୋ ଭିଡିଓ ରିଲ ଏଇଟା ସେଇଟା କରିକି ପୁରା ଚାରିଆଡେ ଭାଇରାଲ କରିବ କି ମୁଁ ଏଇଟା ଦେଇଛି, ମୁଁ ଏଇଟା କରିଛି ଦେଖ। କିନ୍ତୁ ପ୍ରଭୁପାଦ କହନ୍ତି, କହୁଥିଲେ କାଲି ଲେକ୍ଚରରେ, କି ଆମେ ଯାହା ବି କରିବା ସାରା ଦୁନିଆକୁ ଜଣେଇବା ଏତେ ଜରୁରୀ ନୁହେଁ। ଦୁନିଆ ଜାଣିଲେ ନ ଜାଣିଲେ ଗୋଟେ କଥା, କିନ୍ତୁ ଜଣେ ବ୍ୟକ୍ତି ସେ ଜାଣେ, ସେ ହଉଛନ୍ତି ଭଗବାନ କୃଷ୍ଣ, ଯିଏକି ତମ ହୃଦୟରେ ସବୁବେଳେ ଅଛି ପରମାତ୍ମା ରୂପରେ। ତମେ ଇନଷ୍ଟାଗ୍ରାମ ଷ୍ଟୋରିରେ ପକାଅ କି ହ୍ୱାଟ୍ସଆପ ଷ୍ଟୋରିରେ ପକାଅ କି କାହାକୁ ମେସେଜ ପଠାଅ କି ରିଲ ବନାଅ କି ନ ବନାଅ, ପରମାତ୍ମା ସେ ଜାଣି ଦିଅନ୍ତି କି ତମେ ତାକୁ ସାହାଯ୍ୟ କଲ, ଡୋନେସନ କଲ, ସେବା କଲ। ତାଙ୍କର ଡାଟାବେସରେ ଟିକ୍ ହେଇଯାଏ, ତାଙ୍କର ଷ୍ଟୋରିରେ ଅପଡେଟ ହେଇଯାଏ। ଆଉ ସେଇଟା ଯଦି ହେଇଗଲା, ଜୀବନ ସଫଳ ହେଇଗଲା। ତ ଭକ୍ତ ସବୁବେଳେ ସେଇଟା ଦେଖିକି ମୋର ଯୋଉ କାର୍ଯ୍ୟ ମୁଁ କରୁଛି ସେଇଠି ଭଗବାନ କୃଷ୍ଣ ଖୁସି ହଉଛନ୍ତି କି ନାହିଁ, ଏଇଟା ହଉଛି ଭକ୍ତିରେ ଆଗକୁ ଯିବା ପାଇଁ ବ୍ୟାରୋମିଟର। ବ୍ୟାରୋମିଟର ଥାଏ ନା ମେଜରମେଣ୍ଟ କରିବା ପାଇଁ, ପ୍ରେସର ମେଜର କରିବା ପାଇଁ ଥର୍ମୋମିଟର ବ୍ୟାରୋମିଟର ଥାଏ ନା। ତ ଭକ୍ତିରେ ଆଗକୁ ଯିବା ପାଇଁ ମେଜରମେଣ୍ଟ ଇନଷ୍ଟ୍ରୁମେଣ୍ଟ କଣ? ମୋର କାର୍ଯ୍ୟକଳାପ ମୁଁ ଯାହା କରୁଛି ସେଇଠି ବୈଷ୍ଣବ ମାନେ, ଗୁରୁ ସାଧୁ ଶାସ୍ତ୍ର ବୈଷ୍ଣବ ମାନେ, ଗୁରୁବର୍ଗ ମାନେ, କୃଷ୍ଣ ଏମାନେ ଖୁସି ହଉଛନ୍ତି କି ନାହିଁ। ଆଉ ମୁଁ ଯଦି ଏତେ ବିରାଟ ବଡ କଣ ଗୋଟେ ଜିନିଷ କରୁଛି କିନ୍ତୁ ଏମାନେ ଖୁସି ନାହାନ୍ତି, ଏ ସବୁ କରିକି କିଛି ଲାଭ ନାହିଁ। ତ ସେଇ ଜିନିଷଟା ସବୁବେଳେ ମନରେ ଆମକୁ ଭାବିବା ଉଚିତ। ଯାହା ବି ଆମେ କର୍ତ୍ତବ୍ୟ କରୁଛେ, ସମ୍ପାଦନ କରୁଛେ, ଏଇଟାକୁ ଯଦି ଭାବିକି ଆମେ ଭକ୍ତିରେ କରିବା ତ ବହୁତ ସୁନ୍ଦର ଭାବରେ ଭକ୍ତିରେ ଆମେ ଆଗକୁ ବଢିପାରିବା। ଆଉ ଏଇ ଜିନିଷଟା ଏଠାରେ କହନ୍ତି କି ଜଣେ ବ୍ୟକ୍ତି ଯଦି କୃଷ୍ଣଙ୍କୁ ନିଜର କର୍ମକୁ ସମ୍ପାଦନ କରିଲା, ତାହେଲେ ସେ ସବୁ ପ୍ରକାରର ବଣ୍ଡେଜ ବା ସବୁ ପ୍ରକାରର ବନ୍ଧନରୁ ସେ ମୁକ୍ତ ହେଇଯାଏ। ଆଉ ଆମ ଇସ୍କନ ସଂସ୍ଥାରେ ଯଦି ଦେଖିବା, ଏ ସଂସ୍ଥାରେ ଏଇ ଅକର୍ମକୁ ପ୍ରାଧାନ୍ୟ ଦିଆଯାଏ। ପ୍ରଭୁପାଦ ଯେତେବେଳେ ସଂସ୍ଥାଟା ବନେଇଲେ ତ ଭକ୍ତମାନେ କହିଲେ, ପ୍ରଭୁପାଦ ଆମେ ନାଁ ରଖିବା ଇଣ୍ଟରନ୍ୟାସନାଲ ସୋସାଇଟି ଫର ଗଡ କନସିୟସନେସ୍। ପ୍ରଭୁପାଦ କହିଲେ କଣ ପାଇଁ? ନା ଗଡ କହିବା ନା ବହୁତ ଲୋକ ଆସିବେ, ଆମେ ଯଦି କୃଷ୍ଣ କହିବା ଲୋକ ଅଧା ଆସିବେ, ଯୋଉମାନେ କୃଷ୍ଣଙ୍କ ଭକ୍ତ ସେମାନେ କରିବା ପାଇଁ ଆସିବେ ନା। ବାକି ରାମ ବିଷ୍ଣୁ ଏ ଯୋଉମାନେ ଅଲଗା ଦେବୀ ଦେବତାକୁ ପୂଜା କରୁଛନ୍ତି ସେମାନେ ଆସିବେନି, ଏତେ ଇଣ୍ଟରେଷ୍ଟ ନେବେନି। ଏମାନେ ତ ଖାଲି କୃଷ୍ଣଙ୍କୁ ପୂଜା କରୁଛନ୍ତି, ତ ଲୋକ ସଂଖ୍ୟା କମିଯିବେ। ତ ଇଏ ପୁରା ମୁଣ୍ଡ ଲଗେଇଲା। ଭକ୍ତ ନୂଆ ଭକ୍ତ ଗୋଟେ ଆସିଥିଲା, ପ୍ରଭୁପାଦ କହିଲା, ତ ପ୍ରଭୁପାଦ ଆଇଡିଆ କେମିତି? ଇଣ୍ଟରନ୍ୟାସନାଲ ସୋସାଇଟି ଫର ଗଡ କନସିୟସନେସ୍, ISGCON, ଇକୋ ହେଇଯାଇଥାନ୍ତା। ତ ପ୍ରଭୁପାଦ ଟିକେ ଭାବିଲେ, ପ୍ରଭୁପାଦ କହିଲେ ନଟ୍ ନେସେସରି, ଦରକାର ନାହିଁ। ଆମେ ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ କନସିୟସ ହିଁ ରଖିବା। କାରଣ ମୁଁ ଚାହୁଁନି ଏଟାକୁ ଡାଇଲ୍ୟୁଟ କରିବା ପାଇଁ। ଯୋଉମାନେ ଭଗବାନଙ୍କୁ ସାକ୍ଷାତ ରୂପରେ କୃଷ୍ଣ ରାମ ବିଷ୍ଣୁ ଜଗନ୍ନାଥକୁ ମାନୁଛନ୍ତି ସେମାନେ ହିଁ ଆକୁ ସ୍ୱୀକାର କରିବେ। କାରଣ ଏଇଟା ଶାସ୍ତ୍ରର ନିୟମ, ଏଇଟା ଶାସ୍ତ୍ରର ଲେଖା ଯାଇଛି। ଆମେ କଣ ପାଇଁ ଲୋକଙ୍କୁ ଭୁଆଁ ବୁଲେଇବା? ଯୋଉଟା ଶାସ୍ତ୍ରରେ ଲେଖା ଯାଇଛି ସେଇଟା ଆମେ କରିକି ପ୍ରଚାର କରିବା। ଆଉ ଯିଏ ପ୍ରାମାଣିକ ବ୍ୟକ୍ତି, ଯିଏ ବୁଝିଛି ଜାଣିଛି, ସେ ଆସିବ, ଜୀବନକୁ ସାର୍ଥକ କରିକି ଆଗକୁ ବଢିବ। ଆମେ ଯଦି ଏମିତି କରିବା ଲୋକମାନେ ଭୁଲ ବୁଝିବେ, ଲୋକମାନେ ଜାଣିପାରିବେନି। ସେଥିଲାଗି ଆମେ ଏଇଟା ଲକ୍ଷ୍ୟ, ଲୋକ କମ ଆସିଲେ ଚଳିବ କିନ୍ତୁ ଜିନିଷକୁ ଡାଇଲ୍ୟୁଟ କରିବାନି, ଜିନିଷଟାକୁ ସେମିତି ଠିକ ଭାବରେ ରଖିବା। ସେଥିଲାଗି ଥରେ ଥରେ ଲୋକ ଇସ୍କନକୁ କ୍ରିଟିସାଇଜ ବି କରନ୍ତି, ଏମାନେ ଏମିତି କରୁଛନ୍ତି ସେମିତି କରୁଛନ୍ତି। ଆରେ ବାବା, ଶାସ୍ତ୍ର ହିସାବରେ କର୍ମ କଣ ଅକର୍ମ କଣ ତାକୁ ଯଦି ଆମେ ପ୍ରାଧାନ୍ୟ ବୁଝିବାନି ତ ଆମେ ଭୁଲ ବୁଝିବା। ସେଥିଲାଗି ଦେଖନ୍ତୁ ଯାହା ବି କରାଯାଏ ଏଠାରେ ଭଗବାନ କୃଷ୍ଣ ସନ୍ତୁଷ୍ଟ ହେବେ କି ନାହିଁ, ବୈଷ୍ଣବ ସନ୍ତୁଷ୍ଟ ହେବେ କି ନାହିଁ, ତାକୁ ପ୍ରାଧାନ୍ୟରେ ରଖିକି ସବୁ କିଛି ଏ ସୋସାଇଟିରେ କରାଯାଇଥାଏ। ଆଉ ସେଇଟା ପ୍ରଭୁପାଦ ଆମକୁ ଶିଖେଇଛନ୍ତି। ଆଉ ସେଇଟା ଆମକୁ ଆମ ନିଜ ଜୀବନରେ ମଧ୍ୟ ସେମିତି କରିବା ଉଚିତ। ହରେ କୃଷ୍ଣ।